ଆମ ଦେଶ ଯେତେବେଳେ ସ୍ୱାଧୀନ ହେଲା, ଇଂରେଜମାନେ ଏ ଦେଶରୁ ବିଦାୟ ନେଲେ, ସେତେବେଳେ ଭାରତରେ ଚାକିରି କରିଥିବା ଇଂରେଜ କର୍ମଚାରୀମାନଙ୍କୁ ଇଂଲଣ୍ଡରେ ଆଉ ଚାକିରି ଦିଆଗଲା ନାହିଁ। ଏମିତିକି ତାଙ୍କ ପରିବାର ସଦସ୍ୟ ଆଉ ସ୍ତ୍ରୀମାନଙ୍କୁ ମଧ୍ୟ ଚାକିରିରୁ ନିଷିଦ୍ଧ କରାଗଲା। ଇଂରେଜମାନଙ୍କ ଯୁକ୍ତି ଥିଲା ଯେ ଇଂରେଜ କର୍ମଚାରୀମାନେ ଭାରତରେ ରହିଥିବା ସମୟରେ ଗୋଲାମ ଭାରତୀୟମାନଙ୍କ ପ୍ରତି ଯେଉଁ ବ୍ୟବହାର କରିଥିଲେ, ତାହା ହୁଏତ ଏହି ଇଂରେଜ କର୍ମଚାରୀମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଥିବ। ଆଉ ସେହି ଅଭ୍ୟାସ ଯୋଗୁଁ ହୁଏତ ସେମାନେ ସ୍ୱାଧୀନ ଇଂଲଣ୍ଡର ନାଗରିକମାନଙ୍କୁ ମଧ୍ୟ ସେହି ଖରାପ ବ୍ୟବହାର କରିପାରନ୍ତି। ଏହି ଭୟରେ ଭାରତରୁ ଫେରିଥିବା ଇଂରେଜ କର୍ମଚାରୀମାନଙ୍କୁ ଇଂଲଣ୍ଡରେ ଆଉ ଚାକିରି ମିଳିଲା ନାହିଁ। ଏହାର ଗୋଟେ ପ୍ରମାଣ, ଭାରତରେ ଜଣେ ଇଂରେଜ ଜିଲ୍ଲାପାଳ ତାଙ୍କ ସ୍ତ୍ରୀ ଭାରତର ରହଣି ସମୟରେ ଇଂଲଣ୍ଡ ଫେରି ଗୋଟେ ଅନୁଭୂତିର ବହି ଲେଖିଥିଲେ। ସେ ବହିରେ ସେ ତାଙ୍କ ପରିବାର ସୁନ୍ଦର କାହାଣୀ ଲେଖିଥିଲେ। ସେ କାହାଣୀଟି ଏହିପରି। ସେ ଇଂରେଜ ଜିଲ୍ଲାପାଳଙ୍କର ସ୍ତ୍ରୀ, ତାଙ୍କର 4 ବର୍ଷର ପୁଅ ଆଉ ବର୍ଷକର ଗୋଟେ ଝିଅ ଥିଲା। ତାଙ୍କୁ ସରକାରୀ ବଙ୍ଗଳା ହିସାବରେ ଗୋଟେ ବିରାଟ ବଡ଼ ରାଜପ୍ରସାଦ ପରି ବହୁ ଏକର ବିଶିଷ୍ଟ ଗୋଟେ ଘର ମିଳିଥିଲା। ସେଠି ପାଖାପାଖି 100ରୁ ଅଧିକ ଚାକର ଆଉ ସହାୟକ ଥିଲେ। ସେମାନଙ୍କ ଜୀବନ କୌଣସି ରାଜା ମହାରାଜାଙ୍କ ଠାରୁ କମ୍ ନଥିଲା। ତା ଛଡ଼ା ଆଖପାଖରେ ଯେତେ ଧନୀ ବ୍ୟକ୍ତି, ରାଜା ଆଉ ଜମିଦାର ଥିଲେ, ସେମାନେ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଥିଲେ ଯେ କିଏ ଏହି ଇଂରେଜ ପରିବାରକୁ ନିଜ ଘରକୁ ଡାକି ଭୋଜି ଖୁଆଇବ ଆଉ ଆତିଥ୍ୟ ପ୍ରଦାନ କରିବ। କାରଣ ସେତେବେଳେ ରାଜା ଜମିଦାରମାନଙ୍କ ଭିତରେ ଏହା ଗୋଟେ ଗର୍ବ ଆଉ ଗୌରବର ବିଷୟ ଥିଲା ଯେ କାହା ଘରକୁ ଇଂଲଣ୍ଡର ବଡ଼ ଅଫିସରଟିଏ ଆସି ଆତିଥ୍ୟତା ଗ୍ରହଣ କରିବ। ଥରେ ଏହି ପରିବାରଟି ଗୋଟେ ରେଳଗାଡ଼ିରେ ଗୋଟେ ସ୍ଥାନକୁ ଯିବାର ଥିଲା। ଠିକ୍ ସମୟରେ ଆଉ ରେଳଗାଡ଼ିଟି ଚାଲିଲା ନାହିଁ। ଅନେକ ସମୟ ପରେ ଯେତେବେଳେ ଖବର ନିଆଗଲା, ଡ୍ରାଇଭର ପାଖକୁ ଯାଇ ଇଂରେଜ ଜିଲ୍ଲାପାଳ ଆଉ ତାଙ୍କ ସ୍ତ୍ରୀ ପଚାରିଲେ ଯେ ଟ୍ରେନ୍ଟି କାହିଁକି ଚଲାଉନାହଁ? ସେତେବେଳେ ଡ୍ରାଇଭରଟି ଯାହା କହିଲା ଆପଣ ଶୁଣି ହତବାକ୍ ହେଇଯିବେ। ଡ୍ରାଇଭର ଉତ୍ତର ଦେଇଥିଲା ଯେ ଆପଣଙ୍କର 4 ବର୍ଷର ପୁଅ ମୋତେ ନିର୍ଦ୍ଦେଶ ଦେଇଛନ୍ତି ଯେ ଟ୍ରେନ୍ ଗୋଟେ ଇଞ୍ଚ ବି ଆଗକୁ ନ ନେବା ପାଇଁ। ଆପଣ ଦୟାକରି ଆପଣଙ୍କ ପୁଅକୁ କୁହନ୍ତୁ ସେ ମୋତେ ଅନୁମତି ପ୍ରଦାନ କରିବେ ଆଉ ମୁଁ ଟ୍ରେନ୍ଟି ଚଲାଇବି। ଏହା ଥିଲା ଭାରତୀୟ ରେଳ ଡ୍ରାଇଭରଙ୍କର ଉତ୍ତର। ଏକଥା ସେ ଇଂରେଜ ଜିଲ୍ଲାପାଳଙ୍କ ସ୍ତ୍ରୀ ନିଜ ଅନୁଭୂତି କାହାଣୀରେ ଲେଖିଛନ୍ତି। ଏହାପରେ ଦେଶ ସ୍ୱାଧୀନ ହେଲା। ଏହି ପରିବାରଟି ଇଂଲଣ୍ଡ ଫେରିଗଲା। ଇଂଲଣ୍ଡ ଫେରିଗଲା ପରେ ପୁରୁଣା ଅଭ୍ୟାସ ଯୋଗୁଁ ତାଙ୍କର ସେହି 4 ବର୍ଷର ପୁଅଟି ଇଂଲଣ୍ଡରେ ଯାଇ ସେଠି ମଧ୍ୟ ରେଳ ଷ୍ଟେସନରେ ଇଂରେଜ କର୍ମଚାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲା ଆଉ ବଡ଼ ପାଟିରେ କହୁଥିଲା ଯେ ଏମାନେ ମୋ କଥା ମାନୁନାହାନ୍ତି, ମୋ ବାପାଙ୍କୁ କହି ଏମାନଙ୍କୁ ମୋ ଜୋତା ତଳେ ବସାଇଦେବି। ତ ଏଇ 4 ବର୍ଷର ପୁଅଟି ପାଇଁ ଜିଲ୍ଲାପାଳ ଆଉ ତାଙ୍କ ପୂର୍ବତନ ଜିଲ୍ଲାପାଳ ଆଉ ତାଙ୍କ ପତ୍ନୀ ବହୁ ଅପମାନ ଭୋଗ କରିଥିଲେ। କହିବା ଅର୍ଥ ଏଠି ଯେ ଇଂରେଜମାନଙ୍କର ଦୂରଦୃଷ୍ଟି ଦେଖନ୍ତୁ। ଭାରତରେ ରହି ଇଂଲଣ୍ଡରେ ସେବା କରିଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଦେଶ ଆଉ ଚାକିରି ଦେଲା ନାହିଁ। କିନ୍ତୁ ଆମ ଭାରତ କ୍ଷେତ୍ରରେ ତା ଓଲଟା ଥିଲା। ଭାରତରେ ରହି ଇଂରେଜ ସରକାରଙ୍କ ସହାୟତା କରିଥିବା ଭାରତୀୟ ସମସ୍ତ କର୍ମଚାରୀମାନଙ୍କୁ ଚାକିରିରେ ପୂର୍ବବତ୍ ରଖାଗଲା। ସେମାନେ ରିଟାୟାର୍ଡ କଲେ, ସରକାରୀ ପଇସାରେ ପେନ୍ସନ୍ ମଧ୍ୟ ପାଇଲେ, ଆରାମସେ ଜୀବନଯାପନ କରିଥିଲେ।